ନରେନ୍ଦ୍ର ମୋଦିର କ'ଣ ମୋହନ ମାଝୀର ସେଇଆ ସେମିତି ସାଧାରଣତଃ ହୁଏ। ରାଜନୀତି ମାନେ ସେଇଆ, ପଞ୍ଜ ଲୋକ ଏକାଠି ହେବୁ, ଗୋଟେ କୁସି ପୁତଳା ଫୋଡ଼ିଦେବୁ, ତମ ପେପର ବାଲା ଥବ ଟିକେ ଆଙ୍କି ଦେବ ବାହାର କରିଦେବ, ଆମେ ଟିକେ ଖୁସି ହେଇଯିବୁ। ଏଇ ଆଏ ସେ ସମସ୍ତଙ୍କୁ ପକେଟରେ ପକେଇ ରଖିଛି। ଏ ବିଜୟ ପଟ୍ଟନାୟକ ଶୁଣ, ସେ ହେଉଛି ମାଇନିଂ ଦଲାଲ ସମ୍ରାଟ। ତିରଙ୍ଗା ଆମର କ'ଣ କମ୍ କଥା। ଭାରତର ମର୍ଯ୍ୟାଦା ହେଉଛି ତିରଙ୍ଗା ପତାକା, ଜାତୀୟ ପତାକା। ପୃଥିବୀରେ ଯାହାର ସ୍ଥାନ ନମ୍ବର 1। ତିନିଟା ଯାକ ରଙ୍ଗ ବୋଳିକି ରଖିବୁ, ଖାଲି ଚକ୍ର ତମ ପିଠିରେ ମାରିବୁ। ଯୁଆଡ଼େ ଯିବ ଭାରତ ଚକ୍ର ସେ ଚିହ୍ନ ରହିଥିବ ପଛପଟେ। ନବୀନ ପଟ୍ଟନାୟକ ପୁଣି ଥରେ ସଭାପତି ହେବେ ତାଙ୍କ ଦଳ କଥା, ମୁଁ କାହିଁ ସିଆଡ଼େ ଯିବି। ତାଙ୍କ ଲିଡର ନବୀନ ପଟ୍ଟନାୟକ ପରେ ଆଉ କିଏ ଅଛି ସେ ଦଳରେ? ନା ନାଇଁ, କିଏ ଅଛି? କିଏ ହେଇନାହିଁ। ଏବଂ ସ୍ର ଏ ଚର୍ଚ୍ଚା ହେଉଛି ଜଣେ ମହିଳା ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବେ ବିଜେଡ଼ିର। କିଏ ଜାଣି ଆନୁଷ୍ଠାନିକ ଘୋଷଣା ହୋଇପାରେ। ହେଇପାରେ। ମହିଳାଙ୍କର କ'ଣ କମ୍ ଶକ୍ତି? ତମ ସ୍ତ୍ରୀଙ୍କର ଶକ୍ତି ନାହିଁ? ଯିଏ ବାହା ହେଇଛ ସକାଳୁ ତମକୁ ଚା ଦଉନାହାନ୍ତି? ବୋଉ ଆମର ଜଳଖିଆ ଦଉନାହାନ୍ତି? ଗାଧେଇବାକୁ ଦଉନାହାନ୍ତି? ଆଉ ଉଠିଲା ମାନେ ସ୍ତ୍ରୀ ତମର ଅର୍ଦ୍ଧାଙ୍ଗିନୀ। ଆଉ ହାଫ୍ ଜଣଙ୍କ ହାଫ୍କୁ ଦାୟିତ୍ୱ ଦେଲେ ୱେଲକମ୍। ଇନ୍ଦିରା ଗାନ୍ଧୀ ଭଳି ଫେର ମହିଳା, ନନ୍ଦିନୀ ଦେବୀ ମହିଳା, ତେଣୁ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା। ତେଣୁ ମହିଳାଙ୍କୁ ସମ୍ମାନ ଦେବା ଉଚିତ।